ପୁଣି ଫେରିଲା ତାତି। ଟକମକ ଫୁଟୁଛି ଓଡ଼ିଶା, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା, ବିଶ୍ୱର ଦ୍ୱିତୀୟ ଉତ୍ତାପ ସହର। ଆଜି ଆମେ ଜାଣିବା ଝାରସୁଗୁଡ଼ାରେ କେତେ ଡିଗ୍ରୀ ଉତ୍ତାପ ଆଉ ଅନ୍ୟ ଜିଲ୍ଲାରେ କେତେ ଡିଗ୍ରୀ ଉତ୍ତାପ ରହିବ। ଚାଲନ୍ତୁ ଜାଣିବା ଆଜି ଏହି ଭିଡ଼ିଓ ମାଧ୍ୟମରେ। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଫୁଟୁଛି ଓଡ଼ିଶା, ତତଲା କଢ଼େଇରେ ଭାଜିହେଲା ଝାରସୁଗୁଡ଼ା। ତାତି ହଠାତ୍ ଏତେ ବଢ଼ିଗଲା ଯେ ଦିନର ତାପମାତ୍ରା ରେକର୍ଡ ଭାଙ୍ଗିଦେଲା ଆଉ ବିଶ୍ୱର ଉତ୍ତାପ ସହର ତାଲିକାରେ ଝାରସୁଗୁଡ଼ା ନିଜ ନାଁ ଯୋଡ଼ିଦେଲା। ବିଶ୍ୱର ଉତ୍ତାପ ସହର ତାଲିକାରେ ଦ୍ୱିତୀୟରେ ଅଛି ଓଡ଼ିଶାର ଝାରସୁଗୁଡ଼ା। ତେବେ ଗତକାଲି ତାତି ଏତେ ଥିଲା ଯେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ମଣିଷ ଅଣନିଃଶ୍ୱାସୀ ହୋଇପଡ଼ୁଥିଲା। ସକାଳ ହେବା ପରଠାରୁ ପଦାକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ୁଥିଲା। ଦିନ 11ଟା ବେଳକୁ ମୁଣ୍ଡ ଉପରେ ଖରା ଟାଇଁ ଟାଇଁ। ସେପଟେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଗତକାଲି ବିଶ୍ୱର 10 ସହରରୁ ଦ୍ୱିତୀୟରେ ଥିଲା ଝାରସୁଗୁଡ଼ା। 45.4 ଡିଗ୍ରୀ ସହ ଦ୍ୱିତୀୟ ଉତ୍ତାପ ସହର ପାଲଟିଥିଲା ଏବଂ ଭାରତର 8ଟି ସହର ବିଶ୍ୱର ଏହି ତାଲିକାରେ ଉତ୍ତାପ ସହରର ସ୍ଥାନ ନେଇଛନ୍ତି। ଭାରତର ଚନ୍ଦ୍ରପୁର, ଝାରସୁଗୁଡ଼ା, ବ୍ରହ୍ମପୁରୀ, ଆମରୋଟି, ସିଦ୍ଧି, ରାଜନନ୍ଦଗାଓଁ, ପ୍ରୟାଗରାଜ, ଆକୋଲା। ସେପଟେ ଆସି ସକାଳୁ ସକାଳୁ ତାତିର ଢାଉ ଦେଖିବାକୁ ମିଳିଲାଣି। ଏତିକି ବେଳୁ ଫୁଟିଲାଣି ଓଡ଼ିଶା। ସକାଳୁ 8:30ରୁ କଲବଲ କଲାଣି ତାତି। ଝାରସୁଗୁଡ଼ାରେ 34.8 ଡିଗ୍ରୀ, ସମ୍ବଲପୁରରେ 34.8 ଡିଗ୍ରୀ, ଭୁବନେଶ୍ୱର 32 ଡିଗ୍ରୀ ଏବଂ କଟକର 33.6 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଆଗକୁ ଆହୁରି ସମୟ ଅଛି। ତେବେ ଖରା ପାଇଁ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଆଉ ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓକୁ ଲାଇକ୍, ସେୟାର ଆଉ କମେଣ୍ଟ କରନ୍ତୁ। ଆଉ ଆପଣମାନଙ୍କୁ ମୋର ଅନୁରୋଧ, ଦୟାକରି ଦିନ 10ଟା ପରେ ଘରୁ କେହି ବାହାରକୁ ବାହାରନ୍ତୁ ନାହିଁ। ଯଦି କିଛି ନିହାତି ଆବଶ୍ୟକ ପଡ଼େ ତ ଆପଣମାନେ ଘରୁ ବାହାରକୁ ବାହାରନ୍ତୁ, ନହେଲେ ନାହିଁ ଘରୁ କେହି ବାହାରନ୍ତୁ ନାହିଁ। ଧନ୍ୟବାଦ।